କାଙ୍କଡ଼ପାଳ ଦୋଳ ମହୋତ୍ସବ 2026 ଉଦ୍ଯାପିତ। ଢେଙ୍କାନାଳ ଚଳିତ ବର୍ଷ ସଦର ବ୍ଲକ ଅନ୍ତର୍ଗତ କାଙ୍କଡ଼ପାଳ ଗ୍ରାମରେ ମହାସମାରୋହରେ ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କର ଦୋଳ ମହୋତ୍ସବ ଗତ 3 ତାରିଖ ଠାରୁ 7 ତାରିଖ ପର୍ଯ୍ୟନ୍ତ 5 ଦିନ ଧରି ପାଳନ ହୋଇଯାଇଅଛି। ଆଜି ତାର ଉଦ୍ଯାପନୀ ଉତ୍ସବ। ପ୍ରଥମ ଦିବସରେ ଶିବମ୍ ଡ୍ୟାନ୍ସ ଗ୍ରୁପ୍ ଦ୍ୱାରା ନୃତ୍ୟ ପରିବେଷଣ, ଦ୍ୱିତୀୟ ଦିବସରେ ସୁଦାସର ଭଜନ ସନ୍ଧ୍ୟା, ତୃତୀୟ ଦିବସରେ ବିମାନ ଶୋଭାଯାତ୍ରା ସହ ରୟାଲ ଚ୍ୟାଲେଞ୍ଜ ଅପେରା ଦ୍ୱାରା ଯାତ୍ରା ପରିବେଷଣ, ଚତୁର୍ଥ ଦିବସରେ ଅର୍କେଷ୍ଟ୍ରା ସୁରତାଲ ଲୟ ଦ୍ୱାରା ମେଲୋଡି ପରିବେଷଣ ଏବଂ ପଞ୍ଚମ ଦିବସରେ ଉଦ୍ଯାପନୀ କରାଯାଇ ଗୋପାଳ ଲଉଡ଼ି ନୃତ୍ୟ ପରିବେଷଣ କରାଯାଇଥିଲା। ଉକ୍ତ ଲଉଡ଼ି ନୃତ୍ୟରେ ଦୁଦୁକାଟଣୀ ଲଉଡ଼ି ନୃତ୍ୟ, ନଡ଼ନପୁର ନଉଡ଼ି ନୃତ୍ୟ ଏବଂ ଗ୍ରାମର ମା କଳଜେଇ ନଉଡ଼ି ନୃତ୍ୟ କାଙ୍କଡ଼ପାଳ ପୁରୁଣା ସାହି ଦ୍ୱାରା ନୃତ୍ୟ ପରିବେଷଣ କରାଯାଇ ମହୋତ୍ସବକୁ ଉଦ୍ଯାପନ କରାଯାଇଥିଲା। ଗ୍ରାମ କମିଟିର ସଭାପତି ଚନ୍ଦନ ମହାନ୍ତି, ସମ୍ପାଦକ ପୁରୁଷୋତ୍ତମ ଦାସ, ଗ୍ରାମ କମିଟିର ସଦସ୍ୟ ବୃନ୍ଦ ପ୍ରମୋଦ କୁମାର ପଣ୍ଡା, ଗିରୀଶ ଦାସ, ବିଚିତ୍ରାନନ୍ଦ ଦାସ, ବିକାଶ ପରିଡ଼ା, ଭରତ ସସ୍ମଲ, ବୁଧଦେବ ସସ୍ମଲ, ଲମ୍ବୋଦର ପ୍ରଧାନ, ଗୁରୁବାରୀ ଷେଣ୍ଢଙ୍କ ସାହାଯ୍ୟ ସହଯୋଗରେ ଶାନ୍ତି ଶୃଙ୍ଖଳା ସହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଢେଙ୍କାନାଳରୁ ଶୁଭମ ପାଣିଙ୍କ ରିପୋର୍ଟ, RM ନ୍ୟୁଜ୍ 8।